दोसरा तार सकाल सकाल उठिकी एतिकी ये धोई दौची धोई सारा पर कौन कर दोसरा पिठा चा पिठा ताने कर सरसाई ना कि आगे धोचु ना पूरा सफा कर चिकण कर धोबू है पूरा सफा कर चिकण करके धोबू है और धोई चा आराम कर बापा तुम कौन पसंद नुह ब्रश घसवा खाली दांत काटी घस हाँ ब्रश केबे तो घसी न तुम हाँ भाई भल ब्रश भल नुह ना कि दांत काटी ना कौन कौच दांत काटी मजा कि ब्रश रे ना हाँ देह तुम ठीक है एथरक पूरा देखो माँ पु गोटे सका उठिकी प्रजापति पछर पड़ जाइए केमी पाइब नहीं तो प्रजापति की तुम धर ताकू देखो ये प्रजापति माँ पु उड़ी उड़ी जा धर दे पलैब नहीं ना आसब तुम तो धरिकी छाड़ से कहला मरण मुहर बची आसब बिलु जा खोजी देखुन कुआड़े आसब नहीं जे मु मना करदेनी आसबनी चांस नहीं आसबार आसब ना आहरी कौन देखबुन मिछटा पुआ तो डर हो तो सकाळु सकाळु आमर एठी चलची बापा तार चाहा पिठा खाउचंती मो पुओ तार सकाळु उठी खाली प्रजापति धरिबार लागी पुओ चल ब्रश करू चले मो पुओ पे ब्रश धरिक बुलुची से तार माने ता लिपु अपा घसिला बेलू से घसिबो सी घसने से घसिबो एठी मो पुओ दांत घसुची सेपटे ता अपा घसिलाठू जाके से घसुची घसी दे शीघ्र खाइबू घसी दे कलिया पार शीघ्र सरजीव हाँ तू थोड़े छेप पकेबू थोड़े दबू ए अपा दब दे मो पुआ थोड़े कलगेट दब थोड़े छेप पकई दब मु देवी देखा नहीं थोड़े दे दब कलगेट थोड़े माने घसी देकी छेप पकई दे पुणी थोड़े कौच मत दियो से माने तार गोटे काटे जाकि पुणी काटे देलानी बोधे से दिन दौची है ए बा केते साप लो केते साप एरा तीनटा एका थरे तीनटा धूली माटी सापरा कोठी पड़ी जंती बोधे हैला एबे हेयाडे गोटे पूरा तीनटा लाइन लंबा सापट आसूची भाई मत नागिला जानछ ना मुझे एत बड़ लंबा सापट पूरा लाइन होगी आसुले हाँ हाँ पुआ भी जानी मत दिन कह माँ धूली माटी सापर ना विष हाँ बा से पलैले बा तीन टा जाक देखिलु हाँ बा है देख बुलुंट खाली सब आड़े एटा गोटे पुणी एटा गोटे एरा कोठी गोटे पड़ी ना के हे भाई दीटा लिपु एठी एटा गोटे हेटा गोटे घरे पशिले बाबे ताले डर माड़िबो जा ना एबे
ଖାଲି ସବୁଆଡେ ବୁଲୁଛନ୍ତି। ଖାଲି ଚରୁଛନ୍ତି ଘର ସାରା କଣ ସାପ। ଆଁ ବର୍ଷା ହେଲେ ଏବେ ସାପ ଆସୁଛନ୍ତି। ମୋ ପୁଅ କହୁଛି ବର୍ଷା ହେଲେ ଏଇଟା ଗୋଟେ ଇଆଡେ ଦେଖ ବୁଲୁଛି ହେଇଟା ଗୋଟେ। ହାଇ ସିଆଡେ ଯା ସିଆଡେ ଯା। କୁକୁଡ଼ା ଆମ ଗଞ୍ଜା। ଏ ଦେଖ ଅପାର ସରିଗଲା ତୁ ଘଷ ଶୀଘ୍ର। ହେଟା ସେଇଆଡେ ଗଲା ସେଇଆଡେ ଗୋଟେ ଗଲା। ମୋ ପୁଅ କେତେ ଦୂରରୁ ଦେଖି ଦଉଛି। ଏଠି ଠିଆ ହେଇଛି ଏଠି ଦେଖି ଦଉଛି। ଓ ଗଞ୍ଜାର ବୋଧେ ନା ରାତି ପାଇଲା ସେ କକର କ କରୁଛି। ପୁଅ ଗଞ୍ଜା କେମିତି ବୋବଉଛି? କକଲ କ ଦେଖ ଅପା ଯାଇକି ଧୋଇ ହେଇ ସାରିଲାଣି ସେ ଖାଇଦବ ଯାଇକି ଆଗେ। ସାପ ଆଉ ନାହାନ୍ତି ପଳେଇଲେ କୁଆଡେ। ସାପ ପଳେଇଲେ କୁଆଡେ ହେଲା। ମୋ ପୁଅ କହିଲା ମାନେ ଜିଭ ଛେଲିବ ମାନେ ତା ପାଖରେ ଆସିକି ସମସ୍ତେ ହସିନେ ଯାଇକି ସେ କରିବ। ହସ ସବୁ ସେ କରିବ। କର ପୁଅ ଶୀଘ୍ର। କଣଟା ଦଳୁଛ ଖାଲି ପାଦରେ? ଲୁଙ୍ଗିଟାକୁ ଧୋଉଛୁ ନା ବହୁତ ଦିନ ହେଲା ଧୁଆ ହେଇନି। ଲୁଙ୍ଗିଟାକୁ ଏମିତି ସବୁ ସଫା କରୁଛ? ଆଉ କଣ କରିବି? ଆଉ ଏଗୁଡ଼ା ସବୁ ସଫା କରିଦବ ନା କଣ? ଆମେ ଏଇଟା ତୁ କରିବୁ ବତରେ ଦେଇଛି। ଆଉ କଣ ମୁଁ କରିବି ନା କଣ? ମୋର ଦୁନିଆ କାମ ମୁଁ କରିବି ଭାବୁଛୁ। ଚାଲାକି ଭାବୁଛୁ ଆଉ। ଭାବିନି କରିଦବ ନା କଣ ମାଣ୍ଡିଆରେ ବୁଡେଇ ଦେଇଛ ତ? ଚାନ୍ସ ନାହିଁ ଚାନ୍ସ ନାହିଁ। ଯାହା କାମ ଯାହାର ନା ମୁଁ କରିବି ଏଇଟା। କୁଆଡେ ଯିବ କେତେ ଛାନିଆ ହେଇ ଖାଉଛ? କାମ ଯାଉଛି ଖାଇବାଟା ଦଉଛି ନା କେମିତିଆ? ଏଟା କଣ ଏମିତି ଖାଉଛ କି? ଆଳୁ ପିଆଜ ଦଳା। ଆଳୁ ପିଆଜ ଦଳା। ଏଟା ଲେମ୍ବୁ ଲଙ୍କା ଦଳା। ଲେମ୍ବୁ ଲଙ୍କା ଦଳା। ଆଉ ପଖାଳ ଭାତ। ମସ୍ତ ଖାଇବାରୁ। ଖାଇଦେଇ ପଳେଇବା ଆଉ। ବରା ଫରା ତ ଖାଇଲେ ପଲାରେ। ପଖାଳ ଖାଇଲେ ଭୋକ ହବ। ତେଣୁକ ସମସ୍ତେ ଯିଏ ଯୁଆଡ଼େ ଯାଉଛନ୍ତି ବାହାର ଖାଦ୍ୟ ନ ଖାଇକି ଘରେ ପଖାଳ ଭାତ ଲେମ୍ବୁ ଖାଇଦେଇକି ପଦାକୁ ଯାଆନ୍ତୁ ଯଦି ସୁରକ୍ଷିତ ରହିବାକୁ ଚାହୁଁଛନ୍ତି। ଏଇଟା ମାନେ ସବୁଠାରୁ ଦେହ ପାଇଁ ପୁରା ବେଷ୍ଟ। ଦେହ ପାଇଁ ବେଷ୍ଟ। ଘରୁ ଯୁଆଡ଼େ ବାହାରି ଯାଉଛନ୍ତି ଲେମ୍ବୁ ଲଙ୍କା ପଖାଳ ଖାଇଦେଇକି ଯାଆନ୍ତୁ ବାହାର ଖାଦ୍ୟ ଠାରୁ ଦୂରେଇ ରହିକି। ମୋ ପୁଅ ଆଜି ମାର୍କେଟ ଯାଇଥିଲା ଏଇନାକେ ଆସିଲା। ଦେଖିବା କ'ଣ କ'ଣ ନେଇକି ଆସିଛି। ଆସିଲେ ଦେଖିବା ସେ କ'ଣ ନେଇକି ଆସିଛି। ଯାଇକି ପୁରା ଶୋଇ ପଡ଼ିଥିଲା। ଏକା ଏକା ପଳଉଛି ଏଥର ବାପା ସାଙ୍ଗରେ ନା। କ'ଣ ନେଇକି ଆସିଛୁ? ଚିପ୍ ଆଣିଛୁ? ଆମ ପାଇଁ କ'ଣ ଆଣିଛୁ? ଆମ ପାଇଁ ଚେନାଚୁରୁ। ହଁ କ'ଣ ଆଣିଛ? ଆଉ ଲୁଣ ଆଣି କ'ଣ ଖାଇବାକୁ ଦେଲ ମୋ ପୁଅକୁ ଆଜି? ଚିପ୍ ରସଗୋଲା କୁରକୁରି। ଚିପ୍ ରସଗୋଲା କୁରକୁରି। ପୁଅ ସତରେ ତତେ ଏତିକି ଜିନିଷ ଦେଇଛନ୍ତି? ରସଗୋଲା ଗୋଟେ ଚିପ୍ ଗୋଟେ କୁରକୁରି ନା ଦଉଛୁ ତମେ ଛାଡୁନା ଯା ସେ କର ଶୋଇ ପଡ଼ିଥିଲ? ତମେ ଯେତେବେଳେ ନିଦରେ ଶୋଇ ପଡ଼ିଥିଲ ବାପା ସେତେବେଳେ ଭିଡ଼ିଓ କଲ୍ କରିଥିଲେ ଆମକୁ ଦେଖାଉଥିଲେ ତମେ କେମିତି ଶୋଇଛ। କେମିତି ଶୋଇଥିଲୁ ପୁଅ? ସନ୍ତୁ ମୋ ପୁଅ କ'ଣ କ'ଣ ନେଇକି ଆସିଛି ଦେଖିବା ଏଇନା। ଏ ଚିପ୍ଟା ଆଣିଛି ସିଏ ଖାଇବ ବୋଲି। ଚିପ୍ଟା ତୁ ଖାଇବୁ ବୋଲି ଆଣିଛୁ। ଆଉ କ'ଣ ନେଇକି ଆସିଛୁ ଦେଖିବା। ଓହୋ ମିକ୍ସଚର ନେଇକି ଆସିଛୁ ଆମେ ଖାଇବୁ ବୋଲି। ମିକ୍ସଚରରେ ବାଦାମ ବି ଥାଏ। ଆଉ କ'ଣ କ'ଣ ଥାଏ?
ଆଉ କିଛି ଏବେ ଏବେ ନୁହେଁ ନକା ଲୁଣ ନକା ଏଟା ଲୁଣ ନାହିଁ ଘରେ ସରିଯାଇଛି। ମୁଁ କହିଥିଲି ଗୋଟେ ଲୁଣ ଆଣିବା ପାଇଁ, ସେଥିପାଇଁ ଲୁଣ ନେଇକି ଆଇଛନ୍ତି। କେତେ ମସ୍ତ ବାଲା ମିକ୍ସଚର ଦେଖନ୍ତୁ। ଆଣୁ ଆଣୁକା ମିକ୍ସଚର ତ ମୁଁ ଏତେ ମାନେ ମିକ୍ସଚର ଯେତିକି ନ ଖାଇବି, ମିକ୍ସଚର ଆସିଲେ ମୁଁ ଆଗେ ମିକ୍ସଚରରୁ ବାଦାମ ସବୁ ବାଛି ବାଛି ଖାଇଦିଏ। ନା ମୁଁ ବାବା ଖାଇବି। ଆଉ ମୋ ପୁଅ ବି କହୁଛି ମୁଁ ବି ବାଦାମ ଖାଇବି। ମିକ୍ସଚରଟା ବହୁତ ବଢ଼ିଆ ହେଇଛି। ଆଜିର ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍ ସେୟାର କମେଣ୍ଟ ନିଶ୍ଚିତ ଭାବରେ କରିବେ। ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଆଜି ପାଇଁ ଭିଡ଼ିଓଟି ଏତିକି। ଯଦି ଭଲ ଲାଗିବ ଲାଇକ୍ କମେଣ୍ଟ ସେୟାର କରିବ। ପୁଣି ଦେଖା ହେବ ଆଉ ଗୋଟେ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ବିଦାୟ ନେଉଛୁ। ନମସ୍କାର, ଜୟ ଜଗନ୍ନାଥ।